हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम 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 हरे हरे। ଯଦୁର ସର କେହି କାଳଯବନକୁ ମାରିପାରିବେ ନାହିଁ ବୋଲି ସେ ବ୍ରହ୍ମାଙ୍କଠାରୁ ବର ପାଇଥିଲା। କୃଷ୍ଣଙ୍କ ପଛରେ କାଳଯବନ ଧାଇଁଲା। କୃଷ୍ଣ ପର୍ବଷଣ ଶୈଳରେ ଲୁଚିଗଲେ। ସେଠାରେ ଏକ ଗୁମ୍ଫାରେ ମୁଚୁକୁନ୍ଦ ତପସ୍ୟା କରୁଥିଲେ। କାଳଯବନ ମୁଚୁକୁନ୍ଦଙ୍କ ଦେହରେ ପଦାଘାତ କଲା। ମୁଚୁକୁନ୍ଦ ଆଖି ଖୋଲି ଦେବାରୁ କାଳଯବନ ଧ୍ୱଂସ ହେଲା। କୋପେ କମ୍ପଇ ତାର ଦେହି ନୟନେ ଅନଳହ ଜଳଇ, ଅଗ୍ନି ଉଠଇ ମହାଘୋର ପଡ଼ିଲା ପବନ ଉପର, ଦେଖନ୍ତି ପ୍ରଭୁ ନାରାୟଣ ଭସ୍ମ ହେଲା ତତକ୍ଷଣ, ସାଧୁଙ୍କ ପ୍ରାୟ ଅଛି ଶୋଇ ମିଛେ ବୁଝିଣ ଚକ୍ଷୁ ଦୁଇ, ମରଣ କାଳେ ନିଦ୍ରା ଗଲେ କାଳ କି ବଞ୍ଚାଇବ ଭଲେ, ଏମନ୍ତେ କରି ଘୋରନାଦ ହୃଦେ ମାଇଲା ବେନିପାଦ। ପରମାତ୍ମାଙ୍କ ଧ୍ୟାନରେ ଲାଗିଥିବା ବ୍ୟକ୍ତିକୁ ଜୀବ ମାରିପାରେ ନାହିଁ, ସେ କାଳକୁ ବରଂ ଧ୍ୱଂସ କରିଦିଏ। ଶ୍ରୀକୃଷ୍ଣଙ୍କୁ ଦେଖି ମୁଚୁକୁନ୍ଦ ପ୍ରାର୍ଥନା କଲେ, ଜୀବକୁ ମନୁଷ୍ୟ ଶରୀର ମିଳିଛି, କିନ୍ତୁ ବିଶ୍ୱାସରସରେ ବିଶ୍ୱାସକ୍ତ ହେବାରୁ ସେ ଭଗବାନଙ୍କ ଚରଣାରବିନ୍ଦର ସେବା କରିପାରୁ ନାହିଁ। ଜୀବନ ସ୍ଥିତି ସର୍ପ ମୁହଁରେ ବେଙ୍ଗର ଅବସ୍ଥା ପରି। ସର୍ପ ମୁହଁରେ ଥିବା ବେଙ୍ଗ ନିଜ ମୃତ୍ୟୁ କଥା ଚିନ୍ତା ନ କରି ପତଙ୍ଗଟିକୁ ଗିଳି ଦେବା ପାଇଁ ଜିଭଟିକୁ ଲମ୍ବାଇ ଦେଇଥାଏ। ମନୁଷ୍ୟ କାଳ ମୁହଁରେ ପଡ଼ିଛି, ତଥାପି ସେ ବିଶ୍ୱାସକ୍ତି ଛାଡ଼ୁନାହିଁ। 50 ବର୍ଷ ହେଲେ ତୁମେ କ'ଣ ଯେ ଜାଣ ଯେ କାଳ ମୁହଁରେ ତୁମେ ଅଧା ପଶିଛ। କାଳ ସାବଧାନ, ଜୀବ ଅସାବଧାନ। ସତ୍ସଙ୍ଗ ବିନା ଜ୍ଞାନ ମିଳେ ନାହିଁ। ମୁଚୁକୁନ୍ଦ ପ୍ରାର୍ଥନା କଲା, ପ୍ରଭୁ ମୋ ଉପରେ କୃପା କରନ୍ତୁ। ମୋ ମନ ସାଂସାରିକ ଜଡ଼ ପଦାର୍ଥ ଆଡ଼େ ନ ଯାଉ। ମୋତେ ଅନନ୍ୟ ଭକ୍ତି ପ୍ରଦାନ କରନ୍ତୁ। ଭଗବାନ କହିଲେ, ତୁ ଏ ଜନ୍ମରେ ମୋର ଅନନ୍ୟ ଭକ୍ତି ପାଇପାରିବୁ ନାହିଁ। ତୁ ଯୁବାବସ୍ଥାରେ ବଡ଼ ବିଳାସୀ ଓ କାମୀ ଥିଲୁ। ତୋତେ ଆଉ ଗୋଟିଏ ଜନ୍ମ ନେବାକୁ ହେବ। ତୋର ଜନ୍ମ ଏକ ବ୍ରାହ୍ମଣ ଘରେ ହେବ ଓ ତୁ ଅନନ୍ୟ ଭକ୍ତି ପ୍ରାପ୍ତ ହେବୁ। ମୁଚୁକୁନ୍ଦ କଠୋର ତପସ୍ୟା କରି କ୍ଷତ୍ରିୟ ଶରୀର ତ୍ୟାଗ କଲା। ଯୌବନକୁ ବିଳାସିତାରେ କଟେଇ ଦେଲେ ମୁକ୍ତି ମିଳିବା କଷ୍ଟସାଧ୍ୟ। ତାକୁ ଅନନ୍ୟ ଭକ୍ତି ମିଳେ ନାହିଁ। ଧୀରେ ଧୀରେ ସଂଯମ ବଢ଼ାଇ ଭଗବତ୍ତାମୟ ଜୀବନ ଜିଅ। ପ୍ରଭୁଙ୍କୁ ଅନନ୍ୟ ଭକ୍ତି ମାଗ। ଯୌବନରେ ସତତ ଈଶ୍ୱରଙ୍କ ସ୍ମରଣ କର। ଯୁବାବସ୍ଥାକୁ ପ୍ରଭୁ ଭଜନରେ ବିତାଅ। ଏହା କରିବା ଦ୍ୱାରା ଏହି ଜୀବନରେ ଅନନ୍ୟ ଭକ୍ତି ମିଳେ। ବୃଦ୍ଧାବସ୍ଥାରେ ଈଶ୍ୱରଙ୍କ ସେବା ଶୁଣ। ଭଜନ କଲେ ପରଜନ୍ମ ସୁଧୁରିଯାଏ ଓ ଏ ଜନ୍ମ ନୁହଁ। ପରମାତ୍ମା ଲକ୍ଷ୍ମୀଙ୍କର ସ୍ୱାମୀ। ଲକ୍ଷ୍ମୀ ଜୀବର ମାତା। ଜୀବ ଲକ୍ଷ୍ମୀଙ୍କର ଉପଯୋଗ କରିପାରିବ, କିନ୍ତୁ ଉପଭୋଗ କରିପାରିବ ନାହିଁ। ଲକ୍ଷ୍ମୀକୁ ଉପଭୋଗ କରିବାର ଅଧିକାର କେବଳ ନାରଦଙ୍କର ଅଛି। ଇନ୍ଦ୍ରିୟକୁ ଅନିବାର୍ଯ୍ୟ ବିଷୟ ଦେବା ଉପଯୋଗ ଓ ଇନ୍ଦ୍ରିୟକୁ ବିନା ଆବଶ୍ୟକତାରେ ବିଷୟ ଦେବା ଉପଭୋଗ। ଇନ୍ଦ୍ରିୟର ଅଧୀନ ହେବା ଉପଭୋଗ। ଧନର ଦୁରୁପଯୋଗ କଲେ ଇହଲୋକ ପରଲୋକ ନଷ୍ଟ ହୁଏ। ସମ୍ପତ୍ତି ଓ ଶକ୍ତିର ସଦୁପଯୋଗ କରୁଥିବା ଲୋକମ ଦେବତା ଓ ଦୁରୁପଯୋଗ କରୁଥିବା ଲୋକ ଦୈତ୍ୟ। ଭାଗବତ କଥା ମଣିଷକୁ ଦେବତା କରିଦିଏ। ସମୟ, ଶକ୍ତି ଓ ସମ୍ପତ୍ତିର ସଦୁପଯୋଗ କର। ପରମାତ୍ମା ଯଦି ତୁମକୁ ଅଧିକ ଦେଇଛନ୍ତି, ତାହେଲେ ତାହାର ସଦୁପଯୋଗ କର। ଯଦି ଭଗବାନ ଅପ୍ରସନ୍ନ ହେବେ, ତାହେଲେ ଜୀବର ଦୁର୍ଗତି ହେବ। ଶାସ୍ତ୍ରରେ ଲକ୍ଷ୍ମୀଙ୍କର 3ଟି ଭେଦ ରହିଛି: ଲକ୍ଷ୍ମୀ, ମହାଲକ୍ଷ୍ମୀ, ଅଲକ୍ଷ୍ମୀ।
ନୀତି ଅନୀତିରେ ପ୍ରାପ୍ତ ଧନ ସାଧାରଣ ଲକ୍ଷ୍ମୀ। ଏଥିରୁ କିଛି ସଦୁପଯୋଗ ହୁଏ, କିଛି ଦୁରୁପଯୋଗ ହୁଏ। ଧର୍ମାନୁସାରେ ପ୍ରାପ୍ତ ଧନ ମହାଲକ୍ଷ୍ମୀ। ଶ୍ରମଠାରୁ ଅଧିକ ଲାଭ ଉଠାଇବା ପାପ ଓ ରୋଗୀ। ଜୀବନରେ ଧନ ନୁହଁ ଧର୍ମ ମୁଖ୍ୟ। ଧର୍ମ ମୃତ୍ୟୁ ସମୟରେ ସାଥିରେ ଯାଏ। ଧର୍ମାନୁସାରେ ଶ୍ରମପୂର୍ବକ ନୀତିରେ ପ୍ରାପ୍ତି ଧନ ହେଉଛି ମହାଲକ୍ଷ୍ମୀ। ଏ ଧନ ସବୁବେଳେ ଶୁଭ କାର୍ଯ୍ୟରେ ଲାଗେ। ପାପାଚରଣ ଅନୀତିରେ ପ୍ରାପ୍ତ ଧନ ଅଲକ୍ଷ୍ମୀ। ଏହି ଧନ ବିଳାସିତାରେ ବହିଯାଏ ଓ ଜୀବକୁ କନ୍ଦାଏ। ମହାଲକ୍ଷ୍ମୀ ଶାନ୍ତିଦାୟିନୀ, କିନ୍ତୁ ଅଲକ୍ଷ୍ମୀ ଶାନ୍ତି ଦେଇପାରେ ନାହିଁ। ମହାଲକ୍ଷ୍ମୀଙ୍କୁ ନାରାୟଣ ପାଆନ୍ତି, ଶିଶୁପାଳ ନୁହଁ। ରୁକ୍ମିଣୀ ମହାଲକ୍ଷ୍ମୀ, ସେ ଶିଶୁପାଳ ନୁହଁ। ନାରାୟଣଙ୍କୁ ବର୍ଣ୍ଣନ କରିଥିଲେ। ଶିଶୁର ଲାଳନ ପାଳନରେ ଯିଏ ଧନ ଓ ସମୟ ନଷ୍ଟ କରେ, ସେହି କାମୀ ପୁରୁଷ ଶିଶୁପାଳ। ଯିଏ ସବୁବେଳେ ସାଂସାରିକ ଓ ଭୌତିକ ସୁଖ ପଛରେ ଧାଏଁ, ସେ ଶିଶୁପାଳ। ଭଗବାନ ଦ୍ୱାରିକାରେ ରହିବା ପରେ ହିଁ ବିବାହ କରିଛନ୍ତି। ମଥୁରାରେ ଥିବାବେଳେ ସେ ବିବାହ କରିନାହାନ୍ତି। ପ୍ରତ୍ୟେକ ଇନ୍ଦ୍ରିୟକୁ ବଶ କରି ବ୍ରହ୍ମବିଦ୍ୟା ପ୍ରାପ୍ତ ହେବା ପରେ ବିବାହ କର। ଯୋଗ ବିନା ଭୋଗ ରୋଗ ସୃଷ୍ଟି କରେ। ତପ ନ କଲେ ଭୋଗ ଶରୀରରେ ରୋଗ ସୃଷ୍ଟି କରେ। ଇନ୍ଦ୍ରିୟ ଶରୀରର ଦ୍ୱାର ଓ କୃଷ୍ଣ ଇନ୍ଦ୍ରିୟର ସ୍ୱାମୀ। ତେଣୁ ଜିତେନ୍ଦ୍ରିୟ ହୋଇ ବିବାହ କର। ଇନ୍ଦ୍ରିୟର ଦାସ ହୁଅ ନାହିଁ। ସେଥିପାଇଁ ଗୃହସ୍ଥାଶ୍ରମ ପୂର୍ବରୁ ବ୍ରହ୍ମଚର୍ଯ୍ୟାଶ୍ରମର ବିଧାନ ରହିଛି। ବିଦର୍ଭ ଦେଶର ରାଜା ଭୀଷ୍ମଙ୍କ 5 ପୁତ୍ର ଓ ଗୋଟିଏ କନ୍ୟା। ଜ୍ୟେଷ୍ଠ ପୁତ୍ର ନାମ ରୁକ୍ମୀ ଓ କନ୍ୟାର ନାମ ରୁକ୍ମିଣୀ। ରୁକ୍ମିଣୀଙ୍କ ମାତାଙ୍କ ନାମ ସୁଧମତୀ। ଯେଉଁଠି ମତି ସୁଧ, ସେଠାକୁ ମହାଲକ୍ଷ୍ମୀ ଆସନ୍ତି। ରୁକ୍ମିଣୀ ଲକ୍ଷ୍ମୀଙ୍କ ଅବତାର। ଭୀଷ୍ମଙ୍କର ଇଚ୍ଛା ଥିଲା କୃଷ୍ଣଙ୍କ ସହିତ ରୁକ୍ମିଣୀଙ୍କ ବିବାହ କରିବା ପାଇଁ, କିନ୍ତୁ ରୁକ୍ମୀ ତାହା ଚାହୁଁନଥିଲେ। ରୁକ୍ମୀ ଚାହୁଁଥିଲେ ତାଙ୍କ ଭଉଣୀଙ୍କ ବିବାହ ଶିଶୁପାଳଙ୍କ ସହିତ କରିବେ। ରୁକ୍ମିଣୀ ଭାଇର ମନ କଥା ଜାଣି ଦୁଃଖ କଲା। ରୁକ୍ମୀ ଶିଶୁପାଳଙ୍କୁ ଆମନ୍ତ୍ରଣ କଲା। କାମୀ ଶିଶୁପାଳ ବରଯାତ୍ରୀଙ୍କ ସହିତ ଆସି ପହଞ୍ଚିଲା। ଗଣପତି ପୂଜା ସମୟରେ କାମୀ ଶିଶୁପାଳର ମନ କନ୍ୟାର ଦୈହିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହେଲା। ଯେତେବେଳେ ସାଧାରଣ ଜୀବ ବିବାହ କରିବାକୁ ଯାଏ, ସେତେବେଳେ ସେ କାମାଧୀନ ହୋଇଯାଏ। ପ୍ରଭୂତ ଗୋପାଳ ସେ ଇନ୍ଦ୍ରିୟକୁ ନିଜ ଅଧୀନରେ ରଖିଛନ୍ତି। ଭଗବାନ ଜିତେନ୍ଦ୍ରିୟ ହୋଇ ବିବାହ କରିବାକୁ ଯାଆନ୍ତି। ସୁଧମତୀଙ୍କ ଅନ୍ତଃପୁରକୁ ସୁଦେବ ବ୍ରାହ୍ମଣ ଆସୁଥିଲେ। ରୁକ୍ମିଣୀ ସେହି ବ୍ରାହ୍ମଣଙ୍କୁ କହିଲେ, ଶ୍ରୀକୃଷ୍ଣଙ୍କୁ ବିବାହ କରିବି। ମୋର ଏ ପତ୍ର ନେଇ ଶ୍ରୀକୃଷ୍ଣଙ୍କୁ ଦିଅ। ବୋଲୋଇ ଶୁଣ ବିପ୍ରମଣି, ଦ୍ୱାରକା ଯାଅ ଏ କ୍ଷଣି। ଯେବେ ଆସିବେ ଚକ୍ରଧର, ତେବେ ସେ ଜୀବନ ମୋହର। ରୁକ୍ମିଣୀ କୃଷ୍ଣଙ୍କ ବିବାହ, ସୁଧ ଯିବ ଈଶ୍ୱରଙ୍କ ବିବାହ। ଯିଏ ତକ୍ଷକ ନାଗ ଦଂଶନରେ ମରିବ, ସେ କାହିଁକି ଲୌକିକ ବିବାହ କଥା ଶୁଣିବ? ଯୋଗୀ ଶ୍ରେଷ୍ଠ ପରମହଂସ ସୁଖଦେବ ଏକଥା ବା କାହିଁକି କହିବେ? ଭଗବାନ କହିଛନ୍ତି, ମୋର ସାଂସାରିକ ସୁଖ ଭୋଗର ଇଚ୍ଛା ନାହିଁ। ମୁଁ ନିରପେକ୍ଷ। ମୁଁ କୌଣସି ବସ୍ତୁକୁ ଅପେକ୍ଷା କରେ ନାହିଁ। ମୁଁ ନିଷ୍କାମ। ରୁକ୍ମିଣୀ କହନ୍ତି, ମୋର ବିଷୟ ସୁଖର ଇଚ୍ଛା ନାହିଁ। ରୁକ୍ମିଣୀ ନିଜ ପତ୍ରରେ ଲେଖିଥିଲେ, ମୁଁ ନିଷ୍କାମ ଓ ମୋ ମନରେ କୌଣସି ବିକାର ବାସନା ନାହିଁ। କୌଣସି ସାଧାରଣ କନ୍ୟା କ'ଣ ଏକଥା କହିପାରିବ? ଶ୍ରୀକୃଷ୍ଣ ଓ ରୁକ୍ମିଣୀ ଦୁହେଁ ନିଷ୍କାମ, ନିର୍ବିକାର। ଏହି ପ୍ରସଙ୍ଗ ଲୌକିକ ବିବାହ ନୁହଁ, ଏହା ଆଧ୍ୟାତ୍ମିକ ମିଳନ। ଅଲୌକିକ ସିଦ୍ଧାନ୍ତକୁ ବୁଝାଇବା ପାଇଁ ଲୌକିକ ଶବ୍ଦାବଳୀର ପ୍ରୟୋଗ କରାଯାଇଛି। ଲଗ୍ନ ପୂର୍ବରୁ ରୁକ୍ମିଣୀ ନିଜ ନିଷ୍କାମ ଭାବ ଜଣାଇ ଦେଇଛନ୍ତି। ଲଗ୍ନ ପରେ ଭଗବାନ କହିଛନ୍ତି, ମୋର ସ୍ତ୍ରୀ ଓ ବଂଶବୃଦ୍ଧିର ଆବଶ୍ୟକତା ନାହିଁ। କୌଣସି ସାଧାରଣ ପୁରୁଷ କ'ଣ ବିବାହ ପରେ ଏକଥା କହିପାରେ? ଯେଉଁ ବ୍ୟକ୍ତି ଭଗବାନଙ୍କ ସହିତ ବିବାହ କରେ, ତାର ପରିବାରର ଲୋକେ ତାକୁ ବହୁତ ଦୁଃଖ ଦିଅନ୍ତି। ରୁକ୍ମିଣୀ ନିଜ ଭଉଣୀ ବିବାହରେ ବିରୁଦ୍ଧାଚରଣ କରିଥିଲା, କିନ୍ତୁ ଜୀବ ସଦ୍ଗୁରୁଙ୍କ ଶରଣ ନେଲେ ପାର ହୋଇଯାଏ। ରୁକ୍ମିଣୀ ସୁଦେବ ବ୍ରାହ୍ମଣର ଶରଣ ନେଲେ। ଈଶ୍ୱରଙ୍କ ମିଳନ ପାଇଁ ଯଦି ଯାଉଛ, ତାହେଲେ ସରଳ ହୋଇଯାଅ। ରାଜକନ୍ୟା ହୋଇ ମଧ୍ୟ ରୁକ୍ମିଣୀ ପାର୍ବତୀଙ୍କ ଦର୍ଶନ ପାଇଁ ପାଦରେ ଚାଲି ଚାଲି ଯାଇଥିଲେ। ପରୀକ୍ଷିତ ଏହି ଅଲୌକିକ ବିବାହ କଥା ଶୁଣି
ତନ୍ମୟ ହୋଇଗଲେ। କାରଣ ଏହି ବିବାହ ସାଧାରଣ ମନୁଷ୍ୟର ବିବାହ ନୁହଁ। ଯଦି ରୁକ୍ମିଣୀ ଲୌକିକ ସୁଖ ଚାହିଁଥାନ୍ତେ ତାହେଲେ ସେଠାରେ ଥିବା ଅନ୍ୟ କୌଣସି ରାଜାଙ୍କୁ ବିବାହ କରିଥାନ୍ତେ। ବିବେକପୂର୍ବକ କୃଷ୍ଣଙ୍କୁ ବିବାହ କରିନଥାନ୍ତେ। ଜୀବ ଈଶ୍ୱରଙ୍କୁ ବିବାହ କଲେ କୃତାର୍ଥ ହୁଏ। କୃଷ୍ଣ ରୁକ୍ମିଣୀଙ୍କ ବିବାହ ଜୀବ ଓ ଈଶ୍ୱରଙ୍କ ମିଳନ, ଯାହା ସୁଦେବ ସଦ୍ଗୁରୁଙ୍କ କୃପାରୁ ହୋଇଥିଲା। ରୁକ୍ମିଣୀ ଭଗବାନଙ୍କ ଆଦ୍ୟାଶକ୍ତି। ସନ୍ଥ ବ୍ରହ୍ମ ସମ୍ବନ୍ଧ କରିପାରେ। କୌଣସି ସୁଯୋଗ୍ୟ ସଦ୍ଗୁରୁଙ୍କ ମଧ୍ୟସ୍ଥତା ବିନା ଜୀବ ଈଶ୍ୱରଙ୍କ ମିଳନ ହୋଇପାରେ ନାହିଁ। ସୁଦେବ ବ୍ରାହ୍ମଣ ରୁକ୍ମିଣୀଙ୍କ ପତ୍ର ଆଣି ଦ୍ୱାରିକାରେ ପହଞ୍ଚିଲେ। ସୁଦେବ ଭଗବାନଙ୍କୁ ରୁକ୍ମିଣୀଙ୍କ ପତ୍ର ଦେଲେ। ସୁଦେବ କହିଲେ, ପ୍ରଭୁ, ରୁକ୍ମିଣୀ ସୁନ୍ଦରୀ ଓ ସୁପାତ୍ର ମଧ୍ୟ। ସେ ସୁଶୀଳା ଓ ସଦ୍ଗୁଣ ସମ୍ପନ୍ନା। ତା ସହିତ ଆପଣଙ୍କ ବିବାହ ହେଲେ ଆପଣଙ୍କୁ ସୁଖ ସନ୍ତୋଷ ମିଳିବ। ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ପତ୍ର ପଢ଼ିଲେ। ଅକ୍ଷର ଓ ଭାଷାରୁ ମନୁଷ୍ୟକୁ ପରୀକ୍ଷା କରାଯାଇପାରେ। ପତ୍ର ବିସ୍ତୃତ ହୋଇନପାରେ, କିନ୍ତୁ ଭାବାର୍ଥଯୁକ୍ତ ହେବା ଦରକାର। ରୁକ୍ମିଣୀ 7ଟି ଶ୍ଲୋକରେ ସବୁ ସାର କଥା କହିଦେଲେ। ତୁହିଁଙ୍କର ସପ୍ତପଦୀ ଶୀଘ୍ର ହେଉ, ଏହା ଏହିଟି 7ଟି ଶ୍ଲୋକର ତାତ୍ପର୍ଯ୍ୟ। 6ଟି ଶ୍ଲୋକରେ ରୁକ୍ମିଣୀ ଭଗବାନଙ୍କର 6ଟି ସଦ୍ଗୁଣର ବର୍ଣ୍ଣନା କରିଛନ୍ତି। ଏହି ଶ୍ଲୋକରେ ଭଗବାନଙ୍କ ଐଶ୍ୱର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ ଓ ବୈରାଗ୍ୟର ବର୍ଣ୍ଣନା କରାଯାଇଛି। ଜୀବ ଯଦି ଦୀନ ହୋଇ ଭଗବାନଙ୍କ ଶରଣରେ ଯିବ, ତାହେଲେ ଭଗବାନ ତାକୁ ଆପଣାର କରିଦେବେ। ଜୀବର ଧର୍ମ ଶରଣାଗତି। ପତ୍ରରେ ଜୀବର ଧର୍ମ ଶରଣାଗତି। ପତ୍ରରେ ଶ୍ରୀକୃଷ୍ଣଙ୍କୁ ସୁନ୍ଦର ବୋଲି ସମ୍ବୋଧନ କରାଯାଇଛି। ଜଗତ ସୁନ୍ଦର ନୁହଁ, ସୃଷ୍ଟିକର୍ତ୍ତା ସୁନ୍ଦର। ସଂସାର ସବୁ ସୌନ୍ଦର୍ଯ୍ୟ ଶ୍ରୀକୃଷ୍ଣଙ୍କ ସୌନ୍ଦର୍ଯ୍ୟର ଅଂଶବିଶେଷ। ସୃଷ୍ଟିକର୍ତ୍ତା ନିତ୍ୟ ସୁନ୍ଦର, ଏ ସୃଷ୍ଟି ସୁନ୍ଦର ନୁହଁ। ସୌନ୍ଦର୍ଯ୍ୟର କଳ୍ପନା ବିକାର ଜନ୍ମ କରିଥାଏ। ଈଶ୍ୱରଙ୍କ ଯୋଗୁଁ ମନୁଷ୍ୟର ସୌନ୍ଦର୍ଯ୍ୟ। ଯେପରି ଦୃଷ୍ଟି ସେପରି ସୃଷ୍ଟି। ରୁକ୍ମିଣୀ ଚିଠିରେ ଲେଖିଥିଲେ, ହେ ନାଥ, ଆପଣ ଅତିଶୟ ସୁନ୍ଦର। ଆପଣଙ୍କ ସୌନ୍ଦର୍ଯ୍ୟ ସହିତ ଆପଣଙ୍କ ସଦ୍ଗୁଣ ବିଷୟ ମୁଁ ମହାତ୍ମାମାନଙ୍କ ଠାରୁ ଶୁଣିଛି। ତେଣୁ ମୁଁ ଆପଣଙ୍କୁ ବିବାହ କରିବା ପାଇଁ ସ୍ଥିର କରିଛି। ଆପଣଙ୍କ ସଦ୍ଗୁଣ ମୋ ମନକୁ ମୋହିତ କରିଛି। ହେ କୃଷ୍ଣ ଭୁବନ ସୁନ୍ଦର, ଶୁଣିଲି ଗୁଣ କର୍ମ ତୋର। ସେ ରୂପ କର୍ଣ୍ଣ ପଥେ ଶୁଣି ମୋହର ଚିତ୍ତ ଚକ୍ରପାଣୀ। ଲାଜ ଉପେକ୍ଷୀ ତୋ ଶରଣେ ପଶିଲା ଅଭୟ ଚରଣେ। ମୋ ଚିତ୍ତକୁ ଚୋରାଇ ନେଇଛି। ଆପଣଙ୍କ ସୌନ୍ଦର୍ଯ୍ୟ ଓ ସଦ୍ଗୁଣର ବର୍ଣ୍ଣନା ଶୁଣି ମୋ ମନ ନିର୍ଲଜ୍ଜ ହୋଇଗଲା। ଯିଏ ବାରମ୍ବାର ଶ୍ରୀକୃଷ୍ଣଙ୍କ କଥା ଶୁଣେ, ତା ମନକୁ ଶ୍ରୀକୃଷ୍ଣ ହରଣ କରି ନିଅନ୍ତି। ହେ ନାଥ, ମୁଁ କୌଣସି କାମୀ ପୁରୁଷ ସହିତ ବିବାହ କରିବାକୁ ଚାହୁଁନାହିଁ। ମୁଁ ମୋ ଆତ୍ମାଙ୍କୁ ଆପଣଙ୍କ ଚରଣ ତଳେ ସମର୍ପି ଦେଇଛି। ଆପଣ ତ ଅନ୍ତର୍ଯ୍ୟାମୀ, ମୋ ମନ କଥା ଜାଣନ୍ତି। ଆପଣଙ୍କ ସଦ୍ଗୁଣ ମୋତେ ନିର୍ଲଜ୍ଜା କରିଦେଲା। ରୁକ୍ମିଣୀ କୃଷ୍ଣଙ୍କୁ ନିଜର ସମ୍ମତି ଦେଲେ। ସଂଯମ ଓ ସଦାଚାର ବିନା ଜୀବନ ସୁଧରେ ନାହିଁ। ପତିବ୍ରତା ପୁଣ୍ୟଶାଳୀ ନାରୀର ପତି କେବେ ଦୁଃଖୀ ହୁଏ ନାହିଁ, ସୁଖୀ ହୁଏ। ମୁଁ ପାର୍ବତୀ ପୂଜନ କରିବା ପାଇଁ ମନ୍ଦିରକୁ ଯାଉଛି। ମୋତେ ସେଠାରୁ ଆପଣ ହରଣ କରି ନେବେ। ଥିବି ମୁଁ ସ୍ତ୍ରୀଙ୍କର ମେଳେ, ସେଠାରୁ ନିଅ ମୋତେ ବଳେ। ମୋତେ ଆପଣ ଦାସୀ ଭାବରେ ସ୍ୱୀକାର ନ କଲେ ମୁଁ 1000 ଜନ୍ମ ପର୍ଯ୍ୟନ୍ତ ଅପେକ୍ଷା କରିବି। ମୁଁ ତ ନିଷ୍କାମ ପ୍ରଭୁଙ୍କୁ ବିବାହ କରିବି, ଅନ୍ୟ କୌଣସି ପୁରୁଷକୁ ନୁହଁ। ରୁକ୍ମିଣୀ ପ୍ରତିଜ୍ଞା କଲେ, ଯେତେ ଜନ୍ମ ଲାଗୁ ପରମାତ୍ମାଙ୍କୁ ପାଇବି। ଯଦି ଆପଣ ମୋତେ ସ୍ୱୀକାର କରି ନ କରିବେ, ତାହେଲେ ମୁଁ ଶରୀର ତ୍ୟାଗ କରିବି। ଏମନ୍ତ ସତେ ଜନ୍ମ ଯାଏ, ଜୀବ ଛାଡ଼ିବି ତୋର ପାଏ। ସତ୍ୟବଚନ ଏ ମୋହର, ତୁ କି ନ ଜାଣୁ ଚକ୍ରଧର। ଆପଣଙ୍କ ବ୍ୟତୀତ ଅନ୍ୟ କେହି ମୋର ପତି ହୋଇପାରିବ ନାହିଁ। ରୁକ୍ମିଣୀ ମୋ ପାଇଁ ଅନ୍ନ ଓ ନିଦ୍ରା ତ୍ୟାଗ କରିଛି, ତେଣୁ ମୁଁ ଅବଶ୍ୟ ତାକୁ ବିବାହ କରିବି। ମନ କର୍ମ ବଚନରେ ଏକ ହୁଅ। ଭଗବାନ ସୁଦେବ ବ୍ରାହ୍ମଣଙ୍କୁ ରଥରେ ବସାଇ ବାହାରିଲେ। ସୁପାତ୍ର ବ୍ରାହ୍ମଣଙ୍କୁ ସମ୍ମାନ କର, ସାଧୁସନ୍ଥକୁ ସମ୍ମାନ କଲେ ଲକ୍ଷ୍ମୀ ତୁମ ଘରକୁ ଆସିବେ। ରାତିକ ଭିତରେ ଶ୍ରୀକୃଷ୍ଣଙ୍କ ରଥ ବିଦର୍ଭ ନଗରରେ ପହଞ୍ଚିଲା। ଲୋକେ ପ୍ରଭୁଙ୍କ ଦର୍ଶନରେ ଆନନ୍ଦ ପାଇଲେ। ସମସ୍ତେ କହିଲେ, ରୁକ୍ମିଣୀଙ୍କ ଯୋଗ୍ୟ ହେଉଛି ଏହି ବର।
ଦୁହେଁ ଲକ୍ଷ୍ମୀନାରାୟଣଙ୍କ ପରି ଶୋଭା ପାଇବେ। ଏଣେ ବ୍ରାହ୍ମଣ ହସି ହସି ରୁକ୍ମିଣୀଙ୍କ ପାଖରେ ପହଞ୍ଚିଲେ। ମୁଁ ଭଗବାନଙ୍କ ସଙ୍ଗରେ ଆଣି ଆସିଛି, ସେ ତୁମକୁ ସ୍ୱୀକାର କରିଛନ୍ତି। ବ୍ରାହ୍ମଣ କହେ ଶୁଭବାଣୀ, ବିଜୟ କଲେ ଚକ୍ରବାଣୀ। ସତ୍ୟବଚନ ମତି କହି କୃଷ୍ଣ ହେଲେ ତୋର ପାଇଁ। ଲଭିଲୁ କମଳାର ବର, ଧନ୍ୟ ଗୋ ଜୀବନ ତୋହର। ସୁଦେବ ପାଖରେ ରୁକ୍ମିଣୀ ଋଣୀ ହେଲେ। ଏଣେ ବରବେଶ ସାଜି ଶିଶୁପାଳ, ଜରାସନ୍ଧ ଆଦି ରାଜାମାନଙ୍କ ସହିତ ଆସି ପହଞ୍ଚିଲେ। ସେ ଶ୍ରୀକୃଷ୍ଣଙ୍କ ଆଗମନ ଶୁଣି ଭୟଭୀତ ହୋଇଗଲା। ସେ ଜରାସନ୍ଧକୁ କହିଲା, କୃଷ୍ଣ ଆସିଛି ରୁକ୍ମିଣୀକି ଚୋରି କରି ନେବ। ଜରାସନ୍ଧ କହିଲା, ଶିଶୁପାଳ, ତୁ ଭାବିଛୁ ଆମେ କେବଳ ଖାଇବା ପିଇବା ପାଇଁ ଆସିଛୁ? ସମୟ ଆସିଲେ ଆମେ ତୋ ପାଇଁ ମଧ୍ୟ ଲଢ଼େଇ କରିବୁ। ଆମ୍ଭେ ଆଣିବୁ ତୋର ନାରୀ, ସଂଗ୍ରାମେ ରାମକୃଷ୍ଣ ମାରି। ଲକ୍ଷ୍ମୀ କହିଲା, ମୁଁ ଏପରି ବ୍ୟବସ୍ଥା କରିଛି ଯେ ମୋ ଭଉଣୀ ପାଖକୁ କୌଣସି ମାନବ କଣ, କୌଣସି ପକ୍ଷୀ ମଧ୍ୟ ଆସିପାରିବ ନାହିଁ। ସେ ପାର୍ବତୀ ପୂଜନ କରିବାକୁ ଗଲାବେଳେ ଆଗ ପଛ ହୋଇ 16 ଜଣ କନ୍ୟା ଓ ତା ସହିତ ପହିଲମାନମାନେ ଯିବେ। ଏହା ଶୁଣି ଶିଶୁପାଳ ଶାନ୍ତ ହେଲା। ଏଣେ ରୁକ୍ମିଣୀ ସ୍ନାନ ଶୃଙ୍ଗାରକୁ ନିବୃତ୍ତ ହୋଇ ତୁଳସୀ ଓ ମାତା ପିତାଙ୍କର ପୂଜା କଲେ। ରୁକ୍ମିଣୀଙ୍କ ମା କହିଲେ, ରୁକ୍ମିଣୀ, ତୁ ପାର୍ବତୀ ମନ୍ଦିରକୁ ଚାଲି ଚାଲି ଯା। ପୁତ୍ରୀ ଆଶୀର୍ବାଦ ମାଗିଲା। ରୁକ୍ମିଣୀ ଜାଣିଥିଲେ ତାଙ୍କୁ ପାର୍ବତୀ ମନ୍ଦିରକୁ ସିଧା ଦ୍ୱାରକାକୁ ଯିବାକୁ ହେବ। ସେ ଆଉ ଘରକୁ ଫେରିବେ ନାହିଁ। କେତେକ ରାଜା ରୁକ୍ମିଣୀଙ୍କୁ ଦେଖିବାକୁ ଇଚ୍ଛା କରିଥିଲେ, ମଧ୍ୟ ଦେଖିପାରିଲେ ନାହିଁ। ରୁକ୍ମିଣୀ ପାର୍ବତୀଙ୍କର ପୂଜା କଲାବେଳେ ସେ ମୂର୍ତ୍ତିରେ ଦ୍ୱାରକାନାଥଙ୍କ ଦର୍ଶନ କରୁଥିଲେ, କାରଣ ତାଙ୍କର ଭକ୍ତି ଅନନ୍ୟ ନଥିଲା। ରୁକ୍ମିଣୀ ଗଣପତି ଓ ପାର୍ବତୀଙ୍କ ପୂଜା ଓ ପ୍ରାର୍ଥନା କଲେ। ରୁକ୍ମିଣୀ ପାର୍ବତୀଙ୍କ ପାଖରେ ମନାସିଲେ, ହେ ମା ପାର୍ବତୀ, ମୁଁ ନିତ୍ୟ ତୁମର ପୂଜା କରିବି। ମୁଁ କୃଷ୍ଣଙ୍କୁ ପତି ରୂପେ କିପରି ଶୀଘ୍ର ପାଇବି, ତାହାର ବ୍ୟବସ୍ଥା କରନ୍ତୁ। କୃଷ୍ଣ ମୋହର ବର ହେଉ, ତୋ ପାଦେ ସେବି ଦିନ ଯାଉ। ପାର୍ବତୀ ମାତା ଆଶୀର୍ବାଦ ଦେଲେ। ରୁକ୍ମିଣୀ ପୂଜା ସାରି ମନ୍ଦିରରୁ ତଳକୁ ଆସିବା ବେଳେ କାମାନ୍ଧ ରାଜାମାନେ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କଲେ। ରୁକ୍ମିଣୀ ଜୀବମାନଙ୍କର ମାତା। ମାତାକୁ ପୁତ୍ର କାମ ଭାବରେ ଦେଖିବା ପାପ। ରୁକ୍ମିଣୀ ତେଜ ପ୍ରକଟ କରି ରାଜାମାନଙ୍କୁ ମୂର୍ଚ୍ଛିତ କରିଦେଲେ। ଗରୁଡ଼ଧ୍ୱଜ ରଥ ଦେଖି ରୁକ୍ମିଣୀ ପ୍ରସନ୍ନ ହେଲେ। ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ରଥରେ ବସାଇ ଦ୍ୱାରକାକୁ ଗଲେ। ମୂର୍ଚ୍ଛିତ ରାଜାମାନେ ଚେତା ଫେରି ପାଇଲା ବେଳକୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରି ନେଇଥିଲେ। ମାତା ଲକ୍ଷ୍ମୀଙ୍କୁ ଭୋଗେଚ୍ଛା ଦୃଷ୍ଟିରେ ଦେଖିଲେ ପତନ ହୁଏ। ଶିଶୁପାଳ କାନ୍ଦୁ କାନ୍ଦୁ ଜରାସନ୍ଧ ପାଖରେ ପହଞ୍ଚିଲା। ଜରାସନ୍ଧ କହିଲା, ଶିଶୁପାଳ, ଏ କାନ୍ଦିବାର ସମୟ ନୁହଁ। କୃଷ୍ଣଙ୍କ ସହିତ ଯୁଦ୍ଧ କରି ରୁକ୍ମିଣୀଙ୍କୁ ଫେରାଇ ଆଣିବାକୁ ହେବ। ଶିଶୁପାଳ ଜରାସନ୍ଧ ଦନ୍ତପୁତ୍ର ସେନା ଧରି ଶ୍ରୀକୃଷ୍ଣଙ୍କ ପଛରେ ଧାଇଁଲେ। ଏଣେ ସନ୍ଧ୍ୟା ପର୍ଯ୍ୟନ୍ତ କହିଁ ଘରେ ନ ପହଞ୍ଚିବାରୁ ବଳରାମ ଚିନ୍ତାରେ ପଡ଼ିଲେ। ବଳରାମ ତୁରନ୍ତ ସେନା ଧରି ବିଦର୍ଭ ଦେଶରେ ପହଞ୍ଚିଗଲେ। କାମୀ ବ୍ୟକ୍ତି ଭୀରୁ ତା ପାଖକୁ ଜରାସନ୍ଧ ଆସେ। ଶିଶୁପାଳଙ୍କୁ ଜରାସନ୍ଧ କହିଲା, ଏକା କୃଷ୍ଣ ହୋଇଥିଲେ ତାକୁ ହରାଇବା ସହଜ ହୋଇଥାନ୍ତା, କିନ୍ତୁ ବଳରାମକୁ ହରାଇବା ସହଜ ନୁହଁ। ସମୟ ଆମର ବିପରୀତ। ଯଦି ତୁ ଜୀବିତ ରହିବୁ ତାହେଲେ ତୋତେ 1000 କନ୍ୟା ମିଳିବେ। ଚାଲ ଏଥରକ ପଳାଇଯିବା। ଲକ୍ଷ୍ମୀ ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କରିବା ଆସିଲା। କୃଷ୍ଣ ତାକୁ ରଥରେ ବାନ୍ଧି ପକାଇଲେ। ରୁକ୍ମିଣୀ ପ୍ରାର୍ଥନା କଲେ, ସେ ପ୍ରଭୁ ମୋ ଭାଇଙ୍କୁ ଛାଡ଼ିଦିଅ ପାଇଁ। ନ ମାର ମୋର ଜ୍ୟେଷ୍ଠ ଭ୍ରାତ, ପରମାନନ୍ଦ ଜଗନ୍ନାଥ। ବଳରାମ ମଧ୍ୟ କହିଲେ, କୃଷ୍ଣ ଯାହାହେଲେ ବି ସେ ତୋର ଶଳା, ତାକୁ ଛାଡ଼ିଦେ। ସେ ଲକ୍ଷ୍ମୀକି ବନ୍ଧନ ମୁକ୍ତ କଲେ। ଲକ୍ଷ୍ମୀ ବଡ଼ ଉଦ୍ଧତ ଥିଲା, କିନ୍ତୁ ଭଉଣୀଙ୍କୁ ପ୍ରସନ୍ନ କରିବା ପାଇଁ ସେ ବଳରାମଙ୍କୁ ପ୍ରଣାମ କଲା। ରୁକ୍ମିଣୀ ବି ଚିନ୍ତା କଲେ, ବଡ଼ ଭାଇ ବଳରାମ କେଡ଼େ ଦୟାଳୁ, ସେ ମୋ ପାପୀ ଭାଇକୁ କ୍ଷମା ଦେଲେ। ମାର୍ଗଶିର ମାସ ପଞ୍ଚମୀରେ ବିବାହ ସମ୍ପନ୍ନ ହେଲା। ଦୁର୍ବାସାଙ୍କ ଶାପରୁ କୃଷ୍ଣ ରୁକ୍ମିଣୀ ଦ୍ୱାରକାରେ ରହିପାରିଲେ ନାହିଁ। ବିବାହ ମାଧବପୁରରେ ସମ୍ପନ୍ନ ହେଲା। ରାଜା ଭୀଷ୍ମଙ୍କ ଏ ବିବାହରେ ଯୋଗ ଦେଇଥିଲେ। ଲକ୍ଷ୍ମୀନାରାୟଣଙ୍କ ଦର୍ଶନରେ ଯାଦବମାନଙ୍କର ପରମାନନ୍ଦ ହେଲା।
रुक्मिणी महालक्ष्मी और कृष्ण नारायण लक्ष्मी माता स्वरूप रे देख कृष्ण पुत्र संभरासुर को बध कले और रति को विवाह करी द्वारिकार रहिले। प्रद्युम्न अलौकिक काम लौकिक काम अलौकिक काम द्वारा नष्ट हुए। प्रभु सहित मिलनरू जीव को अलौकिक आनंद मिले। भगवान को कथा प्रति रुचि हेउछि रति। रति सहित जी विवाह कले से प्रभु मिलन पाई आतुर हुए। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। श्री कृष्ण गोविंद हरे मुरारे, हे नाथ नारायण वासुदेवा। श्री कृष्ण गोविंद हरे मुरारे, हे नाथ नारायण वासुदेवा। श्री कृष्ण गोविंद श्री कृष्ण गोविंद हरे मुरारे, हे नाथ नारायण वासुदेवा। श्री कृष्ण गोविंद हरे मुरारे, हे नाथ नारायण वासुदेवा।